ମାଇଁ ଯିବାକୁ 2 ବର୍ଷ ହେଇଗଲା। ଇଏ ହେଉଛନ୍ତି ମୋ ମାଇଁ ଶାଶୁ। ମାଇଁ ଶାଶୁଙ୍କର ଆଜି ଦିବିସା ଥିଲା ଆଉ ସେଥିପାଇଁ ଆମ ସମସ୍ତଙ୍କ ନିମନ୍ତ୍ରଣ ହେଇଥିଲା। ମାଆ ରାତିରେ ଗଲେନି, କହିଲେ ମୋତେ ଭଲ ଲାଗୁନି ଆଉ ରାତିରେ ବି ମୁଁ ଯିବିନି, ତୁମେ ମୋ ପାଇଁ ଯାହାହେଲେ ନେଇ ଆସିବ। ତ ଆମେ ସମସ୍ତେ ଗଲୁ, କକା, ଖୁଡ଼ୀ, ମୋ ଦେଉର, ପାଖରେ ଜଣେ କାକି ଆସିଥିଲେ, ତାଙ୍କ ଝିଅ ଆସିଥିଲେ, ଆମେ ସମସ୍ତେ ମିଶିକି ଗଲୁ। ତ ଯାଇକି ପହଞ୍ଚିଲା ବେଳକୁ ଦୁଇ ଯା ମୋର ଫୋନ୍ରେ ପୁରା ବ୍ୟସ୍ତ ଥିଲେ, କାହିଁକିନା ଦିନଟାକ ସେମାନେ ରୋଷେଇବାସରେ ପୁରା ଏତେ ଜୋରରେ ଲାଗି ପଡ଼ିଥିଲେ ଯେ ତାଙ୍କୁ ମୋବାଇଲ୍ ଧରିବା ପାଇଁ ବି ସେମାନେ ଟାଇମ୍ ପାଇନଥିଲେ। ତ ଟିକେ ଯେତେବେଳେ ଟାଇମ୍ ପାଇଛନ୍ତି ସେମାନେ ଫୋନ୍ ଧରିକି ବସିଛନ୍ତି। ଆଉ ଇଏ ହେଉଛନ୍ତି ପିଙ୍କି ନାନୀ, ମାନେ ମାମୁଁ ଶ୍ୱଶୁରଙ୍କର ସାନ ବୋହୂ, ଆଉ ସିଏ ହେଉଛନ୍ତି ଡଲି ନାନୀ, ମାନେ ବଡ଼ ବୋହୂ। ତ ନାନୀ ଯେତେବେଳେ ମୁଁ ଗଲା ପରେ ସେ ବହୁତ ଖୁସି ବି ହେଇଗଲେ ଦୁଇ ଜଣ ଯାକ। ଆଉ ଇସୁ ବାବା ତ ଏପଟ ସେପଟ ହିଁ ହେଉଥାଏ। ଆମ ଘରକୁ ଯେକୌଣସି କୁଣିଆ ଆସନ୍ତୁ କିମ୍ବା ପାଖ ପଡ଼ିଶା ଘର ଆସନ୍ତୁ, ଯେକୌଣସି ଲୋକ ଆସିଲେ ଇସୁ ବାବା ମନ ବହୁତ ଖୁସି। ତ ଯେତେବେଳେ ସେ ଯାଇଛି ଆଉ ତା ବଡ଼ ମାମା ମାନଙ୍କୁ ଦେଖୁଛି, ତାଙ୍କ ଘରକୁ ଯାଇଛି, ସେ ବହୁତ ଏନ୍ଜୟ କରୁଛି ସେଠି। ଏଠି କକା ଆଉ ମାମୁଁ ଦୁଇ ଜଣ ବସିଥିଲେ, ବସିକି ଟିଭି ଦେଖୁଥିଲେ। ମୁଁ କିଛି ସମୟ ପାଇଁ ସେଠି ବସିକି ତାଙ୍କ ସହିତ କଥା ହେଲି। ତାପରେ ନାନୀ ଫୋନ୍ କଲେ ମିଷ୍ଟର ଦାସକୁ, ଆଉ ମିଷ୍ଟର ଦାସ ବି ଯାଇକି ପହଞ୍ଚିଗଲେ। ତ ସେ ଟିକେ ଲେଟ୍ରେ ଆସିବାର ଥିଲା। ମୁଁ ତାଙ୍କୁ ପଚାରୁଥିଲି, ଆରେ ତୁମେ ତ ଲେଟ୍ରେ ଆସିବାର ଥିଲା, ପୁଣି ଏତେ ଜଲ୍ଦି ପଳେଇ ଆସିଲ? ସେ କହିଲେ କାମ ସରିଗଲା। ତାପରେ ମିଲୁଙ୍କୁ ଟିକେ ମୁଁ ହଟସ୍ପଟ୍ ମାଗିଲି, ମୋର ଡାଟା ସରିଯାଇଥିଲା। ସେ ତାଙ୍କର ହଟସ୍ପଟ୍ ମୋତେ କ'ଣ ଦେବେ, ସେ ତାଙ୍କର ଦୁଇଟାକ ଫୋନ୍ ଧରିକି ବ୍ୟସ୍ତ ଥିଲେ। ତ ମୁଁ ଶୁକେଇ ବସିଥାଏ, ଯେହେତୁ ମୋର ଡାଟା ନାହିଁ ଆଉ ମୁଁ ମୋବାଇଲଟାକୁ ପଟପଟ ବି କରିପାରୁନି। ତାପରେ ମିଷ୍ଟର ଦାସଙ୍କ ସହିତ ଟିକେ ଏପଟ ସେପଟ କଥା ହେଉଥାଏ। ଆସିକି ଖୁଡ଼ୀ ଆଉ ଇସୁ ବାବା ପହଞ୍ଚିଗଲେ। ନାନୀ ଏପଟ ଡାକୁଥାନ୍ତି, ଆରେ ଆସିକି ବସିକି ଖାଇବ ଚାଲ। ତ ମିଷ୍ଟର ଦାସ ଗଲେ ହାତ ଧୋଇବା ପାଇଁ, ଆଉ ମୁଁ ଫୋନ୍କୁ ନେଇକି ଯାଉଥିଲି। ସେ ମୋତେ ବାର ବାର କହୁଥାନ୍ତି, ଆରେ ସବୁବେଳେ କ'ଣ କ୍ୟାମେରା ଧରିକି ବୁଲୁଛ? ମୁଁ କହିଲି, ହଁ ତମେ ତମର ହାତ ଧଉନ, ମୁଁ ତମର କ୍ୟାମେରା ଧରୁଛି, ତମର କ'ଣ ହେଉଛୁ? ଏମିତି ଦୁଇ ଜଣ ଲାଗାଲୁଗି ହେଇକି ଆସିକି ଖାଇବା ପାଇଁ ବସିବାକୁ ଗଲା ବେଳକୁ ସବୁଠୁ ବଡ଼ ଲୋକ ଆମର ବସିଯାଇଛି ଖାଇବା ପାଇଁ, ମାନେ ଇସୁ ବାବା। ସେ ଟିକେ ପରେ ଟିକେ କହୁଛି, ବୋ ମାମା ଖାଇବାକୁ ଦିଅ। ତ ସେ ଯେଉଁ ଆସନଟା ପଡ଼ିଥିଲା ଆମ ତିନି ଜଣଙ୍କ ପାଇଁ, ମାନେ ମିଷ୍ଟର ଦାସ, ଇସୁ ଆଉ ମୋ ପାଇଁ। ତ ମୁଁ ଟିକେ ଲେଟ୍ରେ ବସିଲି। ମୁଁ ନାନୀଙ୍କୁ କହୁଥିଲି ଯେ ନାନୀ ମୁଁ ଟିକେ ବଢ଼ାବଢ଼ିରେ ହେଲ୍ପ କରିବି। ତ ନାନୀ ମାନେ ମୋତେ କରିବା ପାଇଁ ଦେଲେନି। ପିଙ୍କି ନାନୀ ତାଙ୍କୁ ବହୁତ ଥକା ହେଇଯାଇଥିଲା, ଆଉ ତାଙ୍କ ହାତଟା ବି କଟି ଯାଇନଥିଲା, ତାଙ୍କ ନୂଆ ନଖଟେ ବାହାରୁଥିଲା, ଆଉ ସେ ବହୁତ କଷ୍ଟର ସହକାରେ ସେ କାମକୁ ସବୁ କରିଛନ୍ତି। ତ ଇସୁ ବାବା ଖାଲି କହୁଥାଏ, ମୋତେ ଜଲ୍ଦି ଜଲ୍ଦି ଦିଅ, ଜଲ୍ଦି ବୋ ମାମା ଖାଇବାକୁ ଦିଅ। ତ ନାନୀ ଏପଟେ ବଢ଼ାବଢ଼ି କରିଥାନ୍ତି, ଆଉ ମୁଁ ଛିଡ଼ା ହେଇକି ଟିକିଏ ସମୟ ପାଇଁ ଭିଡ଼ିଓ ବନାଉଥିଲି। ନାନୀ ମୋତେ କହୁଥିଲା, ତୁ ବସୁନୁ ଯାଇକି? ମୁଁ କହିଲି ହଁ ବସିବି, ଇସୁ ବାବା ତ ଖାଉଛି, ତାପରେ ଯାଇକି ବସିବି। ତ ମୁଁ ଗଲି ହାତ ଧୋଇବା ପାଇଁ। ହାତ ଧୋଇକି ଆସିକି ମୁଁ ବସିବି କେଉଁଠି, ଇସୁ ବାବା ମୋତେ ବସିବାକୁ ଦେଲେ ସିନା ମୁଁ ବସିବି। ତ ଆମେ ତିନି ଜଣ ଫାଷ୍ଟ ବସିଲୁ। ସେ ତାର ପାପାଙ୍କୁ ହିଁ ସବୁ ଜିନିଷ ଖୁଆଇ ଦେଉଥିଲା। ମୋତେ ଡର ଥିଲା ସେ ରାତିରେ କାଳେ କଦଳୀଟା ଖାଇଦେବ, ତାକୁ ଯେହେତୁ ଟିକେ ଥଣ୍ଡା ତ ନାହିଁ, କଦଳୀଟା ଖାଇଲେ ନିହାତି ତାକୁ ଥଣ୍ଡା ହେବ, ତାପରେ ରାତିରେ କଦଳୀଟା ଖାଇବ। ତାପରେ ସେ ତାକୁ ଉଠିକି ତାର ପଳେଇଗଲା। ଆଉ ଏପଟ ସେପଟ ହେଉଥାଏ। ସେ ବହୁତ ହିଁ ଏନ୍ଜୟ କରୁଥିଲା, ମାନେ ସେତେବେଳେ ତାକୁ ଦେଖିକି ମୋତେ ବି ତ ବହୁତ ଖୁସି ଲାଗୁଥିଲା। ଆଉ ସମସ୍ତେ ଙ୍କର ନଜରଟା ତା ଉପରେ ହିଁ ଥିଲା। ସେ ଏପଟ ସେପଟ ହେଉଥିଲା, ଆଉ ମିଷ୍ଟର ଦାସ ମୁଁ କଥା ହେଇ ଖାଉଥିଲୁ। ତ ନାନୀ ଏପଟେ ଭିଡ଼ିଓ ବନାଉଥିଲେ, ମାନେ ସାନ ନାନୀ, ମାନେ ପିଙ୍କି ନାନୀ। ଆଉ ଇସୁ ବାବାଙ୍କୁ ଦେଖୁନାହାନ୍ତି କେମିତି ସିଏ ଏତେ ମାତ୍ରାରେ ଖୁସି, ମାନେ କହିଲେ ମାନେ ନ ସରେ। ନାନୀ ତା ପଛରେ ଖାଲି ଦୌଡ଼ୁଥାନ୍ତି, ଆରେ ବାବା ଏଠିକି ଆ, ଏଠିକି ଆ। ସିଏ ଏପଟ ସେପଟ ହେଉଥାଏ। ଆଉ ଗୋଟେ କଥା ଯେ କୁକୁର ମାନେ ନାହାନ୍ତି, ସେଟା ଗୋଟେ ବଡ଼ ଜିନିଷ। ନନାଙ୍କ ଘରେ ତ 5-7ଟା ଖଣ୍ଡେ ମୋ ନନାଙ୍କର କୁକୁର ଅଛନ୍ତି, ଯାହା ସେମାନେ ଗୋଟେ ସାଇଡ଼୍ରେ ସେମାନେ ଯାହା ରହିଯାଇଥିଲେ। ତାପରେ ଆମେ ସମସ୍ତେ ବସିକି ଖାଇ ପିଇକି ଆସିବୁ ବୋଲି ବାହାରିଲୁ। କେଉଁଠି ନା କେଉଁଠି ମାଇଁଙ୍କୁ ମିସ୍ କରୁଥିଲୁ, କାହିଁକିନା ମାଇଁ ବହୁତ ଭଲ ମଣିଷ ଆମର, ବହୁତ ସ୍ନେହୀ। ତାଙ୍କ କଥାରେ ଯେମିତି ପୁରା ପେଟ ପୁରିଯାଏ। ମୁଁ ତ ତାଙ୍କ ସହିତ ବେଶୀ ଦିନ ମିଶି ପାରିନି, କାହିଁକିନା ସିଏ ପାଖାପାଖି 1 ବର୍ଷ କି 2 ବର୍ଷ ପରେ, 2 ବର୍ଷ ପାଖାପାଖି ପରେ ମାଇଁ ବୋଧେ, ଇସୁ ବାବା ଥିଲା ପେଟରେ ଥିଲା ତ ଜନ୍ମ ହେଇନଥିଲା। ମାଇଁ ମୋତେ ସାଦ ଦେଇକି ଯାଇଛନ୍ତି। ତା କିଛି ଦିନ ପରେ ମାଇଁ ଚାଲିଗଲେ। ହଠାତ୍ ମାଇଁ ଚାଲିଯିବାଟା ମୁଁ ବି ସେତେବେଳେ ସହଜରେ ଗ୍ରହଣ କରିପାରିନଥିଲି। ବହୁତ ହିଁ କାନ୍ଦିଥିଲି, କାହିଁକିନା ଯେତେକ ମୁହୂର୍ତ୍ତ ତାଙ୍କ ସହିତ ମୁଁ ବିତେଇଛି, ମାମୁଁ ମାଇଁ ତ ବହୁତ ଭଲ।
ଆଉ ମୋ ଯା ମାନେ ବି ବହୁତ ଭଲ, ଦେଢ଼ଶୁର ମାନେ ବି ବହୁତ ଭଲ। ମୋତେ ଲାଗେନି ସେଇଟା ମୋର ମାମୁଁ ଶ୍ୱଶୁରଙ୍କ ଘର ବୋଲି। ତ ତାପରେ ଇସୁ ତା ବାପାଙ୍କୁ ଟୋଟାଲି ଛାଡ଼ୁନଥିଲା, କାହିଁକିନା ଆମେ ଘରକୁ ଆସିବାର ବି ଥିଲା। ମିଷ୍ଟର ଦାସ ବି ପଳେଇବେ ବୋଲି ବାହାରିଲେ, ଆଉ ଇସୁ ବାପା ଟିକେ ତା ବାପାଙ୍କ ସହିତ ଗେଲ ହେଲା। ମିଷ୍ଟର ଦାସ ଯେତେବେଳେ ଯାଉଛନ୍ତି, ସେ ତାଙ୍କ ପଛରେ ହିଁ ପୁରା ଗୋଡ଼େଇକି ଗଲା, ମାନେ ତା ବାପାଙ୍କୁ ସେ ଛାଡ଼ିବନି। ଆଉ କିଛି ସମୟ ମିଷ୍ଟର ଦାସ ବି ରହିଲେ, ତାପରେ ଆମେ ଘରକୁ ପଳେଇ ଆସିଲୁ, ସେ ବି ପଳେଇଗଲେ।